ଦେଇକି ତାପରେ ରାସ୍ତାକୁ ପୁରା ଛାଟି ଦେଇଛି। ପିଲାରୁ ଛଣ ନେଇଯାଇଛି, ସିଏ ସେଇଠି ଆସିବା ବେଳେ ଛଣ ପଡ଼ି ଯାଇଛି କାପରେ ବେନ୍ତାଳିବ ଉପରେ, ତାପରେ ଗାଡ଼ି ଚଢ଼ି ଯାଇଛି। ଆଉ କିନ୍ତୁ ଛଣ ଯୋଗୁରୁ ତାର କ'ଣ ହେଇଛି, ମାନେ ତା ଶରୀରଟା ତ ପୁରା ଯେମିତି ନିଲ ଭଳିଆ ଜଣା ପଡୁଛି, କିଛି ତାର ଶୁଣା ଶବ୍ଦ ନାହିଁ କି ଆବାଜ ବି ନାହିଁ। ଛଣ ଉପରେ ଗାଡ଼ି ଚଢ଼ି ଯାଇଛି, ଛଣ ପଡ଼ିଛି ତାପରେ ଛଣ ଉପରେ ଗାଡ଼ି ଚଢ଼ି ଯାଇଛି। ତାପରେ ଆଉ ଗୋଟା ଘର ଭାଙ୍ଗି ଦେଇକି ଯାଇକି ଲାଷ୍ଟରୁ ସେ ଗାଡ଼ି ମୁଁ ସେଇଠି ବସିକି ଦୁଆରେ ସେ ବଡ଼ ବୋଉ ପାଇଁ ଟିକେ ଚାହା କରିକି ଦେଲା। ମୁଁ ସେ ଗିଲାସରେ ଆଣିକି ଧରିକି ଠିଆ ହେଇଛି, ଚାହା ବି ପିଇନି। ଇଏ ଗୋବର ବାଲ୍ଟିଟାକୁ ନେଇକି ଦୁଆରେ ନିପିବାଟା ଆରମ୍ଭ କରୁଛି। ସେ ଡ୍ରାଇଭର ଗାଡ଼ି ଘିନିକି ଆସିଲା, ଗାଡ଼ି ଘିନିକି ଆସିକି ଏମିତି କାଟିଛି, ସେ ଘର ଦୁଇଟା ଭାଙ୍ଗି ଯାଇଛି, ସେ ଗାଡ଼ି ପଲଟି ଖାଇଛି। ଇଏ ବି କୁଟା ତଳେ ପୁତି ପଡ଼ିଥିଲା, ଆକୁ ଖୋଜି ଖୋଜି ଅଧଘଣ୍ଟା ନାଗିଗଲା। ଆକୁ ଖୋଜିକି ସେ ଡ୍ରାଇଭର ଆମେ ଏମିତି ସମସ୍ତେ ଖୋଜିକି ବାହାର କଲୁ। ବାହାର କଲା ଭିତରେ ଲୋକକୁ ଟାକି ଟାକି ଆସିଲୁ, ଶାଢ଼ୀ ଫାଢ଼ୀ ଚିରିକି ଚାରିଟା ବ୍ଲଡ଼ ବାହାରୁଛି, କାନ ଫୁଲ ଫାନ ଫୁଲ କୁଆଡ଼େ ସବୁ ଛିଣ୍ଡିକି ଯାଇଛି। ଆଉ ପଚାରିଲା ବେଳକୁ ସେ ଆଉ କିଛି କଥା କହିପାରୁନି। କଥା କହିଲେ ତାପରେ ଆମ୍ବୁଲାନ୍ସ ଗାଡ଼ିକି ଆମେ ଡକେଇଲୁ, ଆମ୍ବୁଲାନ୍ସ ଗାଡ଼ି ଗଲା, ତାକୁ ଟେକି ଆଣିକି ଚାନ୍ଦବାଲି ମେଡ଼ିକାଲରେ ପକେଇଲୁ। ନା ଭଦ୍ରକ ଯିବ, ସେ ସ୍କାନିଂ ହେବ, କଥାବାର୍ତ୍ତା କିଛି କରିପାରୁନି। ଆଉ ପଚାରିଲା ବେଳକୁ ଅନଉଛି ମୁଟୁ ମୁଟୁ, ଆଉ କିଛି କହିପାରୁନି।